ଖାଇ ସାରିଲଣି ନା? ନା ନା ମାଛ ଚାଲିଛି ଆଉ। କିଲୋ କହୁଥିଲା ପରା ସାଙ୍ଗ ରୁମକୁ ଆସିବ ଚିକେନ ମିକେନ ହବ ପାର୍ଟି ହବ ପୁଣି ମାଛ କାହିଁକିଲ? ସେ ମନା କଲା କହିଲା ନା ନା ମୁଁ ଯିବିନି ତୁ ତାର ଖାଇଦେ। ସେ ତା ସ୍ତ୍ରୀ ମନା କରୁଛି ସେ ମଧୁଆଟେ ତା ରୁମ ତୁ ଯାନା ସେ ବାଇରେ ପିଇ ଦେଇକି ପଳେଇବ ଆଉ। ତୁମ ସାଙ୍ଗ ସ୍ତ୍ରୀ କେତେ ପଢିଛି? ମୁଁ ଜାଣି ନାହିଁ କେତେ ପଢିଛି। କମ ପାଠ ପଢିଛି ବୋଧେ କମ ପାଠ ପଢିଥିବା ପିଲାମାନଙ୍କର କି ବୁଦ୍ଧି ସୁଦ୍ଧି ନାହିଁ ଜାଣି ଶୁଣି ନିଜ ଗୋଡରେ ନିଜେ କୁରାଡି ମାରନ୍ତି। କଣ କୁରାଡି ମାଇଲେ? ତୁମେ ଗୋଟେ କଥା ଚିନ୍ତା କର ମୁଁ ଯଦି ତୁମକୁ କହିବି ତମେ ମଦ ପିଅନି ଛାଡିଦିଅ ତୁମେ ପୁରା ମାଇ ପବରଙ୍ଗ ଛାଡିଦବ କିନ୍ତୁ ମଦ ଛାଡି ପାରିବନି। ତୁମେ ଜାଣ ତୁମ ସାଙ୍ଗ ଥିଲୁ ତମ ମଦ କଥା ମୁଁ ଜାଣିନା। ତ ସ୍ୱାମୀ ତ ଯାଇଥାନ୍ତା ଘରେ ବସିକି ମଦ ପିଇଥାନ୍ତା ପୁଣି ଆସିକି ଘରେ ଶୋଇଥାନ୍ତା। ତୁ ମନା କଲୁ ସେଇଠିନା କାଉଣ୍ଟରକୁ ଗଲା ନିଜେ ପିଇବ ଏଠି 4 ଜଣ ଥିବେ ତାଙ୍କୁ ବି ଦବ 100 ଟଙ୍କାରେ 400 ଟଙ୍କା ଖର୍ଚ୍ଚ କରିବ। ଏପଟେ ମଦ ପିଇକି ଗାଡି ନେଇକି ଆସୁଥିବ ରାସ୍ତାରେ ନାଳ ନର୍ଦ୍ଦମାରେ ପଡିକି ଛୁଟା ହେଇକି ଆସିବ। ଏଡାଙ୍କର ବୁଦ୍ଧି ସୁଦ୍ଧି ନାହିଁ କଥାରେ ଅଛି ପୁରା ବାପକୁ ନ ପୁଛିକି ଦାଦିକି ପୁଛନ୍ତି। ବଡ ଲୋକମାନେ କହନ୍ତି ପାଠ 2 ଅକ୍ଷର